दिल में कहीं तुम छुपा लो, हमको हमी से चुरा लो। दिल में कहीं तुम छुपा लो, हम अकेले खो न जाए, दूर तुमसे हो न जाए। पास आओ गले से लगा लो, हमको हमी से चुरा लो, दिल में कहीं तुम छुपा लो, हम अकेले खो न जाए, दूर तुमसे हो न जाए। पास आओ गले से लगा लो, हमको हमी से चुरा लो, दिल में कहीं तुम छुपा लो। ଗଢ଼ା ହୁଏ। ସେମାନଙ୍କ ଦୁନିଆରେ ଋତୁ ବଦଳେ, ବନ୍ୟା ଆସେ, ଝଡ଼ ଆସେ, ଭୂମିକମ୍ପ ହୁଏ। ସେମାନେ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତି, ବିପତ୍ତିକୁ ସାମ୍ନା କରନ୍ତି। ସେମାନେ କିଏ? ସେମାନେ ହେଲେ ଚରିତ୍ର। ସେମାନେ ଛୋଟରୁ ବଡ଼ ହୁଅନ୍ତି, ପ୍ରେମ କରନ୍ତି, ସ୍ନେହ ଦିଅନ୍ତି, ଜୀବନ ବଞ୍ଚାନ୍ତି, ଘୃଣା କରନ୍ତି, ଷଡ଼ଯନ୍ତ୍ର କରି ଜୀବନ ନେଇଯାଆନ୍ତି। ସେମାନେ ପ୍ରେମମୟ, ସେମାନେ ରହସ୍ୟମୟ, ସେମାନେ ସରଳ, ସେମାନେ ବି ଭୟଙ୍କର। ସେମାନଙ୍କର ରୂପାନ୍ତରଣ ହୁଏ, ସେମାନଙ୍କର ମୃତ୍ୟୁ ମଧ୍ୟ ହୁଏ। ସେମାନେ ମରିଯାଆନ୍ତି, ତଥାପି ଅମର ରହନ୍ତି। ସେମାନେ କିଏ? ସେମାନେ ଚରିତ୍ର। ସେମାନେ ଏଇ ଦୁଇଟି କାହାଣୀର ଚରିତ୍ର। ସେମାନଙ୍କୁ ପଢ଼ନ୍ତୁ, ଦେଖିବେ ସେମାନେ ଅଛନ୍ତି ଆପଣଙ୍କ ଦୁନିଆରେ। ଏଇ ଯେଉଁ ଦୁଇଟି କାହାଣୀର ଚରିତ୍ର ଅଛନ୍ତି, ମୋର ଏଇ ଉପନ୍ୟାସିକା ଦୁଇଟା ଏଇ ଗୋଟିଏ ବହିରେ ଅଛି। ଶ୍ୟାମଳ ସ୍ୱପ୍ନ ଆଉ ମେଘର ଛାଇ। ଶ୍ୟାମଳ ସ୍ୱପ୍ନ ବିଷୟରେ କହିଥିଲି, ଏଇଟା ହେଉଛି ଶ୍ୟାମଳ ସ୍ୱପ୍ନ ଛାୟାର କାହାଣୀ। ଆଉ ମେଘର ଛାଇ ହେଲା ମୋହନର କାହାଣୀ, ମୋହନ ଆଉ ସିନ୍ଧୁ ଏମାନଙ୍କର କାହାଣୀ। ଏଇ ଦୁଇଟି ଉପନ୍ୟାସିକା ଶ୍ୟାମଳ ସ୍ୱପ୍ନ ଆଉ ମେଘର ଛାଇ ସଂକଳନରେ ଅଛି। ଆଉ ଗୋଟେ ବହି ମୋର ଭିନ୍ନ ଜଣେ ସାବିତ୍ରୀ, ଯେଉଁଟା ମୁଁ ଆଗରୁ ୟାର କେତୋଟି ଗପ ବି ପଢ଼ିକି ଶୁଣାଇଥିଲି। ଏଇଟା ଭିନ୍ନ ଜଣେ ସାବିତ୍ରୀ ଗଳ୍ପ ସଂକଳନ। ଏଥିରେ 15ଟି ଗଳ୍ପ ଅଛି।